ଆଜି ଆମେ ଯେଉଁ ଅଂଶ ଦେଖିବା ତାହା ସମସ୍ତେ ପାଇପାରିବେ। ଓବଦୀୟ ପୁସ୍ତକ, ତାର ତ ଗୋଟେ ପର୍ବ ଅଛି, ତାର 21 ପଦ ଅଛି। ତାର ଓବଦୀୟ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ, ଏଠାରେ ଏପରି ଲେଖା ଅଛି। ଓବଦୀୟ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ, ତାର ଏକ ପର୍ବ, ତାର ସେ ଗୋଟେ ପର୍ବ ଅଛି, ତାର 21 ପଦ ଅଛି। ତାରି ଭିତରୁ ମୁଁ ଏକ ପର୍ବ 3 ପଦ 4 ପଦ ପଢୁଛି, ଆଉ 12, 13, 14 ପଦ ପଢିବି, ତାପରେ 15 ପଦ 21 ପଦ ପଢିବି। ଗୋଟେ ଛୋଟ ପୁସ୍ତକଟି। ଏଠାରେ ଏପରି ଲେଖା ଅଛି, ହେ ଶୈଳ କନ୍ଦରରେ ବାସକାରୀନ, ହେ ଉଚ୍ଚସ୍ଥାନ ନିବାସୀନ, ତୁମ୍ଭ ଅନ୍ତଃକରଣର ଅହଙ୍କାର ତୁମ୍ଭକୁ ବଞ୍ଚନା କରିଅଛି। ତୁମ୍ଭେ ଆପଣା ମନେ ମନେ କହୁଅଛ, ଆମ୍ଭକୁ ଭୂମିକି ଓହ୍ଲାଇ ଆଣିବ କିଏ? ସଦାପ୍ରଭୁ କହନ୍ତି, ତୁମ୍ଭେ ଯଦ୍ୟପି ଉତ୍କର୍ଷ ପକ୍ଷୀ ପରି ଊର୍ଦ୍ଧ୍ୱକୁ ଉଠ, ତୁମ୍ଭର ବସା ଯଦ୍ୟପି ତାରାଗଣ ମଧ୍ୟରେ ସ୍ଥାପିତ ହୁଏ, ତଥାପି ଆମ୍ଭେ ସେଠାରୁ ତୁମ୍ଭକୁ ଓହ୍ଲାଇ ଆଣିବା। 12, 13, 14। ମାତ୍ର ତୁମ୍ଭେ ଆପଣା ଭ୍ରାତାର ଦିନ ପ୍ରତି ଅର୍ଥାତ୍ ତାହାର ଦୁର୍ଦ୍ଦଶା ଦିନ ପ୍ରତି ଅନାଅ ନାହିଁ ଓ ଜିହୁଦା ସନ୍ତାନଗଣର ବିନାଶ ଦିନରେ ସେମାନଙ୍କ ବିଷୟରେ ଆନନ୍ଦ କର ନାହିଁ, କିଏ ବା ସଙ୍କଟ ଦିନରେ ଦର୍ପ କଥା କହ ନାହିଁ। ଆମ୍ଭ ଲୋକମାନଙ୍କର ବିପତ୍ତି ଦିନରେ ସେମାନଙ୍କର ନଗର ଦ୍ୱାରରେ ପ୍ରବେଶ କର ନାହିଁ। ହଁ, ସେମାନଙ୍କ ବିପତ୍ତି ଦିନରେ ସେମାନଙ୍କ କ୍ଲେଶ ପ୍ରତି ତୁମ୍ଭେ ଅନାଅ ନାହିଁ, ଅଥବା ସେମାନଙ୍କ ବିପତ୍ତି ଦିନରେ ସେମାନଙ୍କ ସମ୍ପତ୍ତିରେ ତୁମେମାନେ ହସ୍ତ ଦିଅ ନାହିଁ। ପୁଣି ତାହାର ପଳାତକମାନଙ୍କୁ ବଧ କରିବା ପାଇଁ ତୁମ୍ଭେ ଚଉମୁହାଣୀ ପଥରେ ଠିଆ ହୁଅ ନାହିଁ ଓ ସଙ୍କଟ ଦିନରେ ତାହାର ଅବଶିଷ୍ଟ ଲୋକମାନଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କର ନାହିଁ। 15 ପଦ। କାରଣ ସକଳ ଗୋଷ୍ଠୀ ଉପରେ ସଦାପ୍ରଭୁଙ୍କର ଦିନ ସନ୍ନିକଟ। ତୁମ୍ଭେ ଯେପରି କରିଅଛ, ତୁମ୍ଭ ପ୍ରତି ସେପରି କରାଯିବ। ତୁମ୍ଭ କୃତ ବ୍ୟବହାରର ପ୍ରତିଫଳ ତୁମ୍ଭ ନିଜ ମସ୍ତକରେ ବର୍ତ୍ତିବ। ତାର 21 ପଦ। ପୁଣି ଏଶୋର ପର୍ବତର ବିଚାର କରିବା ନିମନ୍ତେ ଉଦ୍ଧାରକର୍ତ୍ତାମାନେ ସିଓନ ପର୍ବତକୁ ଆସିବେ, ପୁଣି ରାଜ୍ୟ ସଦାପ୍ରଭୁଙ୍କର ହେବ। ଆମେନ୍। ଆଜି ଯେଉଁ ଅଂଶ, ଏଇ ଯେଉଁ ପୁରୁଣା ନିୟମର ଆମେ ଦେଖୁଛୁ ଓବଦୀୟ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ, ଯାହାକି ଆମର ମାଇନର ପ୍ରଫେଟ ଓବେଦ୍ୟଙ୍କ ଦ୍ୱାରା ଲେଖା ହେଇଛି। ଆଉ ଏଟା ହଉଛି ଆମର ବାଇବେଲର ସବୁଠାରୁ ଛୋଟ ପୁସ୍ତକ, ଯୋଉଠିକି ମାତ୍ର ଗୋଟେ ପର୍ବ ଅଛି ଆଉ ତାର 21ଟା ପଦ ଅଛି। ଆଉ ଆମେ ଏଠି ଦେଖୁଛୁ ଏହା ଓବେଦ୍ୟଙ୍କର ଗୋଟେ ଦର୍ଶନ ଅଟେ। ଆଉ ଓବେଦ୍ୟଙ୍କର ନାମର ଅର୍ଥ ହଉଛି ସଦାପ୍ରଭୁଙ୍କର ଦାସ। ଏଇ ପୁସ୍ତକଟି ଲେଖିବାର ଉଦ୍ଦେଶ୍ୟ ହଉଛି ଓବେଦ୍ୟଙ୍କୁ ସଦାପ୍ରଭୁ ଇଦୋମ ଜାତି ବିରୁଦ୍ଧରେ ଭବିଷ୍ୟତବାଣୀ କରିବାକୁ ଡାକୁଛନ୍ତି। ଇଦୋମ ରାଷ୍ଟ୍ର ବିରୁଦ୍ଧରେ ପ୍ରଭୁ ସେ ଇଦୋମ ଜାତି ବିରୁଦ୍ଧରେ ଭବିଷ୍ୟତବାଣୀ କରିବା ପାଇଁ ଓବେଦ୍ୟ ଭବିଷ୍ୟତ ବକ୍ତାଙ୍କୁ ପ୍ରଭୁ କହୁଛନ୍ତି। ଏଇଟା ସେଇ ସମୟର ଘଟଣା ଅଟେ। ସେଇ ଇଦୋମ ଜାତି ବାରେ ଆମେ ଜାଣିବା। ଇଦୋମ କିଏ? ଇଦୋମ କାହାକୁ କହୁଛନ୍ତି? କୋଉଟା ଇଦୋମ ଜାତି? କାହା ବିରୁଦ୍ଧରେ ଭବିଷ୍ୟତବାଣୀ ପ୍ରଭୁ କହୁଛନ୍ତି? ଆମେ ଦେଖିବା ସେଇ ଆଦି ପୁସ୍ତକ, ତାର 25 ପର୍ବ, ତାର 30 ପଦ, 30 ଆଉ 31। ଆଦି ପୁସ୍ତକ ତାର 25 ପର୍ବ 30 ପଦ 31 ପଦରେ ଲେଖା ଅଛି, ତହୁ ସେ ଯାକୁବକୁ କହିଲା, ମୁଁ କ୍ଳାନ୍ତ ହୋଇଅଛି, ବିନୟ କରେ ସେହି ରଙ୍ଗା ଡାଲି ଦେଇ ଭୋଜନ କରାଅ। ଏହି ନିମନ୍ତେ ତାର ନାମ ଇଦୋମ ଅର୍ଥାତ୍ ରଙ୍ଗା ଖ୍ୟାତ ହେଲା। ସେତେବେଳେ ଯାକୁବ କହିଲା, ଆଜି ତୁମ୍ଭେ ମତେ ଆପଣା ଜ୍ୟେଷ୍ଠାଧିକାର ବିକ୍ରୟ କର। ଆଉ ତାପରେ ଆମେ ଘଟଣା ଜାଣିଛୁ, ସେ ଆପଣା ଜ୍ୟେଷ୍ଠାଧିକାର ଆପଣା ଜ୍ୟେଷ୍ଠାଧିକାର ଯାକୁବକୁ ବିକ୍ରୟ କରିଦେଇଥିଲା। ସେଇ ତାରି ଯୋଗୁ ସେଇ ରଙ୍ଗାର ଶବ୍ଦ ଅନୁଯାୟୀ ଇଦୋମ ଶବ୍ଦ ଆସିଛି। ଆଉ ଯେତେବେଳେ ଆମେ ଆଦି ପୁସ୍ତକ ତାର 36 ପର୍ବ 36 ପର୍ବ 1 ପଦ ପଢୁଛୁ, ଆଦି ପୁସ୍ତକ ତାର 36 ପର୍ବ 1 ପଦରେ ଲେଖା ଅଛି, ଏଶୋର ବଂଶାବଳୀ ତାହାର ଅନ୍ୟତର ନାମ ଇଦୋମ। ଏଶୋ ଜାତିର ବଂଶାବଳୀକୁ ଇଦୋମ ଜାତି କୁହାଯାଉଛି। ଏଶୋଙ୍କର ବଂଶଧର ମାନଙ୍କୁ ଇଦୋମ ଜାତିରେ ସେମାନେ ଗଣତିରେ ଆସୁଛନ୍ତି, ପରିଚିତ ହଉଛନ୍ତି।
ଏସୋ ଯାକୁବ ଆମେ ଜାଣିଛୁ ଦୁଇ ଭାଇ, ଜାଆଁଳା ଦୁଇ ଭାଇ। କିଏ? ଇସାହାକଙ୍କର ପୁଅ। ଆଉ ଆମେ ଯେତେବେଳେ ତାଙ୍କର ଷ୍ଟୋରି ସବୁ ଜାଣିଛୁ, ଏସୋ ଆଉ ଯାକୁବଙ୍କର ଘଟଣା, କେମିତି ଡାଲି ମାନେ ଗୋଟେ ଡାଲି ଦେଇକି ତାର ନିଜର ଜ୍ୟେଷ୍ଠ ଦିକର ସେ ଦେଇ ଦଉଛି। ତାପରେ ସେ ଯେତେବେଳେ କାନ୍ଦିଲେ ବି ଆଶୀର୍ବାଦ ତାର ଫେରି ପାଇନି। ଆମେ ଦେଖୁଛୁ ଗୋଟେ କ୍ଷଣିକ ସୁଖ ପାଇଁ ସେ ସେ ସଦା କାଳର ଯୋଉ ଆଶୀର୍ବାଦକୁ ସେ ସେଦିନ ବିକ୍ରି କରିଦଉଛି। ଆମେ ଯେତେବେଳେ ଦେଖୁଛୁ ଏ ଏସର ବଂଶାବଳୀକୁ, ସେଇ ଇଦୋମ ଜାତି କୁହାଯାଉଛି ଆଦି 36 ପର୍ବର ଏକ ପଦରେ। ତାପରେ ସେଇ 36 ର 8 ପଦରେ ଲେଖା ଅଛି, ଏହି ରୂପେ ଏସ ସେଇର ପର୍ବତରେ ବାସ କଲା। ସେହି ଏସର ଅନ୍ୟତର ନାମ ଇଦୋମ। ସେଇ ଏସର ବଂଶଧର ଇଦୋମ ଜାତିରେ ଗଣତିରେ ଆସିଲେ। ଆଉ ସେମାନେ କୋଉଠି ବାସ କଲେ ନା ସେଇର ପର୍ବତରେ। ସେଇର ବୋଲି ଗୋଟେ ମାଉଣ୍ଟେନ ଅଛି, ସେଇ ମାଉଣ୍ଟେନ, ସେଇଠି ସେମାନେ ବସବାସ କଲେ। ଆଉ ସେମାନେ ଇଦୋମୀୟ ନାମରେ ନାମିତ ହେଲେ। ଆଉ ଯାକୁବର ବଂଶଧର ଆମେ ସମସ୍ତେ ଜାଣିଛୁ, ସେମାନେ ଇସ୍ରାଏଲୀୟ ବୋଲି ଗଣତିରେ ଆସିଲେ। ଇସ୍ରାଏଲୀୟ ଜାତି ବୋଲି ସେମାନେ ପରିଚିତ ହେଲେ। ଆଉ ଆଉ ଇଦୋମୀୟ ଆଉ ଇସ୍ରାଏଲୀୟ ରକ୍ତରେ ସେମାନେ ସମ୍ପର୍କୀୟ ଥିଲେ, କିନ୍ତୁ ସେମାନଙ୍କ ଭିତରେ ଶତ୍ରୁତା ଥିଲା। ସେମାନଙ୍କ ଭିତରେ ସବୁବେଳେ ଶତ୍ରୁତା ଲାଗି ରହିଥିଲା। ଆଉ ଏଇଟା ଘଟଣା ହଉଛି ଖ୍ରୀଷ୍ଟପୂର୍ବ ଏଇ ଯୋଉ ସମୟରେ କି ବାବିଲର ରାଜା ଜିରୁସାଲେମକୁ ଆକ୍ରମଣ କଲେ ଆଉ ଧ୍ୱଂସ କରିଦେଇଥିଲେ, ସେଇ ସମୟର ଘଟଣା ଅଟେ। ସେଇଟା ଖ୍ରୀଷ୍ଟପୂର୍ବ 586 ବିସି ବେଳର ଘଟଣା ଅଟେ, ଯେତେବେଳେ କି ସେ ବାବିଲୀୟ ମାନେ ଜିରୁସାଲେମକୁ ଧ୍ୱଂସ କରିଦେଲେ ଆକ୍ରମଣ କରିକି। ଆଉ ଇଦୋମୀୟ ମାନେ ଏଇ ଇସ୍ରାଏଲୀୟ ମାନଙ୍କର କଷ୍ଟ, ଏଇ ଜିହୁଦା ମାନଙ୍କର କଷ୍ଟ ସମୟରେ ସେମାନେ ଆନନ୍ଦ କରିଥିଲେ। ଆଉ ସେମାନେ ସେଇ ସବୁ କାରଣ ଯୋଗୁ ଆମେ ଯେତେବେଳେ ପଢିବା ଆଗକୁ ଆମେ ଜାଣିପାରିବା, ସେ ଯୋଉ ଆନନ୍ଦ କରିଥିଲେ, ତାଙ୍କର ଏଇ ସବୁ କେମିତି ସମ୍ପତ୍ତି ଲୁଟିଥିଲେ, ତାଙ୍କୁ କେମିତି ଶତ୍ରୁ ହସ୍ତରେ ଧରେଇ ଦେଇଥିଲେ, ନିଜର ରକ୍ତ ସମ୍ପର୍କୀୟ ଭାଇ, ସେଇମାନଙ୍କର ସେ ସବୁ ବିଷୟ ଦେଖି ପ୍ରଭୁଙ୍କୁ ବହୁତ କଷ୍ଟ ହେଲା। ଆଉ ସେତେବେଳେ ଓବେଦ୍ୟ ସଦାପ୍ରଭୁଙ୍କର ବିଚାରର ବାର୍ତ୍ତାକୁ ଇଦୋମକୁ ଶୁଣଉଛନ୍ତି। ଆମେ ସେଇ ବିଷୟ ଆଜି ଟିକେ ଦେଖିବା। ଆମେ ଯେତେବେଳେ ଦେଖିବା ସେଇ ଇଦୋମ ପୁସ୍ତକ, ଇଦୋମୀୟଙ୍କ ବାରେ ଯୋଉ ଭବିଷ୍ୟତବାଣୀ କରୁଛନ୍ତି ସଦାପ୍ରଭୁ ଓବେଦ୍ୟଙ୍କ ଦ୍ଵାରା ସେ ଇଦୋମ ଜାତିକୁ ଏଇଟା ଜଣଉଛନ୍ତି। 1 ପର୍ବ 3 ପଦ 4 ପଦ ଯେତେବେଳେ ପଢୁଛୁ, ଆମେ ଦେଖୁଛୁ ପ୍ରଭୁ ଏଠି ଦେଖୁଛୁ ପ୍ରଭୁ କହୁଛନ୍ତି ଯେ, ହେ ଶୈଳ କନ୍ଦରରେ ବାସ କରେନ୍, ଶୈଳ କନ୍ଦରରେ ବାସ କରେନ୍। ସେଇର ପର୍ବତରେ ଇଦୋମ ଜାତି ବାସ କରୁଥିଲେ। ସେଇ ସମୟରେ ତାଙ୍କୁ ପ୍ରଭୁ କହୁଛନ୍ତି, ହେ ଶୈଳ କନ୍ଦରରେ ବାସକାରୀ, ହେ ଉଚ୍ଚ ସ୍ଥାନ ନିବାସୀ, ତୁମ୍ଭ ଅନ୍ତଃକରଣର ଅହଙ୍କାର ତୁମ୍ଭକୁ ବଞ୍ଚନା କରିଅଛି। ତୁମ୍ଭେ ଆପଣା ମନେ ମନେ କହୁଅଛ, ଆମ୍ଭକୁ ଭୂମିକି ଓହ୍ଲାଇ ଆଣିବ କିଏ? ମାନେ ଏଠି ଆମେ ଦେଖୁଛୁ ଇଦୋମ ଜାତି ସେଇ ସମୟରେ ସେଇର ପର୍ବତରେ ବାସ କରୁଥିଲେ। ଆଉ ସେମାନେ ଭାବୁଥିଲେ ଯେ ଆମେ ସବୁଠୁ ସେଫ୍ଟି ପ୍ଲେସରେ ଅଛୁ, ଆମ ପାଖକୁ କୌଣସି ବିପଦ ଆସିପାରିବନି। ତାଙ୍କ ମନରେ ଗର୍ବ ଅହଙ୍କାର ଭରି ରହିଥିଲା। କାହିଁକିନା ସେଇର ପର୍ବତ ଯୋଉଠି ସେମାନେ ବାସ କରୁଥିଲେ, ସେମାନେ ସେଠି ଉଚ୍ଚ ଦୁର୍ଗ କରିଥିଲେ, ଗୁମ୍ଫାରେ ରହୁଥିଲେ, ବଡ ବଡ ଦୁର୍ଗ କରିଥିଲେ। ଆଉ ସେଟା ଗୋଟେ ପଥୁରିଆ ସ୍ଥାନ, ଆଉ ଗୋଟେ ଦୁର୍ଗମ ପାହାଡିଆ ଦେଶ। ସେଇର ପର୍ବତର ଅଞ୍ଚଳଟା, ସେମାନେ ସେଥିପାଇଁ ରିଲାକ୍ସ ଥିଲେ ଯେ ଆମ ପାଖକୁ ଶତ୍ରୁ କେବେ ପହଞ୍ଚି ପାରିବେନି, ଆମେ ଏଠି ସେଫ୍ଟି ଆଣ୍ଡ ସିକ୍ୟୁର ଅଛୁ ବୋଲି ସେମାନେ ରିଲାକ୍ସ ଥିଲେ। କିନ୍ତୁ ପ୍ରଭୁ କଣ କହୁଛନ୍ତି? ସଦାପ୍ରଭୁ କହନ୍ତି 1 ପର୍ବ 4 ପଦରେ, ତୁମ୍ଭେ ଯଦ୍ୟପି ଉତ୍କର୍ଷ ପକ୍ଷୀ ପରି ଉପରକୁ ଉଠ, ତୁମ୍ଭର ବସା ଯଦ୍ୟପି ତାରାଗଣ ମଧ୍ୟରେ ସ୍ଥାପିତ ହୁଏ, ତଥାପି ଆମ୍ଭେ ସେଠାରୁ ତୁମ୍ଭକୁ ତଳକୁ ଓହ୍ଲାଇ ଆଣିବା। ମହାନ ପରମେଶ୍ୱର, ସେ କେବେ ମଧ୍ୟ ଭଲ ପାଆନ୍ତି ନାହିଁ ଗର୍ବ ଅହଙ୍କାରକୁ। ଆମେ ଦେଖୁଛୁ ସେ ଇଦୋମ ବିରୁଦ୍ଧରେ ଓବେଦ୍ୟଙ୍କ ଦ୍ଵାରା ଘୋଷଣା କହୁଛନ୍ତି ତମେ ଉତ୍କୃଷ୍ଟ ପକ୍ଷୀ ପରି ଉର୍ଦ୍ଧ୍ୱକୁ ଉଠ। ଆମେ ଜାଣିଛୁ ସବୁଠୁ ହାଇଏଷ୍ଟରେ ଉଡିବାର ପକ୍ଷୀ ହଉଛି ଉତ୍କର୍ଷ ପକ୍ଷୀ। ତୁମେ ଯଦି ସେ ଉତ୍କର୍ଷ ପକ୍ଷୀ ଭଳିଆ ଯେତେ ହାଇକୁ ଗଲେ ବି
ଆମେ କିନ୍ତୁ ତୁମକୁ ତଳକୁ ଘୋଷାଡି ଆଣିକି ତଳେ ପକେଇବାର କ୍ଷମତା ଆମ ପାଖରେ ଅଛି, ପ୍ରଭୁ ଜଣେଇ ଦଉଛନ୍ତି। ତାପରେ କହୁଛନ୍ତି ତୁମର ବସା ଯଦି, ତୁମର ଘର ଯଦି ତାରାଗଣ ମଧ୍ୟରେ ସ୍ଥାପିତ ହୁଅ, ମାନେ କେତେ ହାଇ ପ୍ଲେସ ରେ ତମେ ଯଦି ରହିଛ, ସୁରକ୍ଷିତ ଭାବୁଛ, ଆମେ ତୁମକୁ ସେଠାରୁ ଓହ୍ଲାଇ ଆଣିବା, ପ୍ରଭୁ କହୁଛନ୍ତି। ଆମେ ଏଠି ଦେଖୁଛୁ ଈଶ୍ୱରଙ୍କର ତାଙ୍କର ସେ ଭବିଷ୍ୟତବାଣୀକୁ। ଆମେ ଦେଖୁଛୁ ଈଶ୍ୱରଙ୍କର ମାନେ ଇଦୋମ ରାଷ୍ଟ୍ର ବିରୁଦ୍ଧରେ ଯୋଉ ଭବିଷ୍ୟତବାଣୀକୁ, ଯାହାକି ସେ ଓବେଦ୍ୟଙ୍କ ଦ୍ଵାରା ଜଣଉଛନ୍ତି ଏଠି। ମାନେ ଆମେ ଦେଖୁଛୁ ଯେତେବେଳେ ଅହଙ୍କାର ଆସେ, ପତନ ଆସୁଛି। ଆଉ ପ୍ରଭୁ ଯେ ଭଲ ପାଆନ୍ତିନି ଅହଙ୍କାର, ଯୋଉମାନେ ଅହଙ୍କାରୀ ହୁଅନ୍ତି, ଗର୍ବ ଅହଙ୍କାରକୁ ପ୍ରଭୁ ଦୂରରୁ ଚିହ୍ନନ୍ତୁ, ଗର୍ବ ଅହଙ୍କାରକୁ। ଆଉ ସେ ମୋଠୁ ଭଲ ପାଆନ୍ତିନି। କାହିଁକିନା ଆମେ ଯେତେବେଳେ ହିତୋପଦେଶ ତାର 16 ପର୍ବ 18 ପଦ ପଢୁ, ଲେଖା ହେଇଛି ଅହଙ୍କାର ସର୍ବନାଶର ସମ୍ମୁଖରେ ଥାଏ। ଯେତେବେଳେ ସର୍ବନାଶ, ଅହଙ୍କାର ଯଦି ଆସିଲା ମାନେ ସିଓରଲି ସର୍ବନାଶ ହବ। ଆଉ ପୁଣି ଦାମ୍ଭିକ ମନ ପତନର ସମ୍ମୁଖରେ ଥାଏ। ଆଉ ଯଦି ଦାମ୍ଭିକ ମନ ହେଲା ମାନେ ପତନ ହବ। ତ ଆମେ ଜାଣୁଛୁ ପ୍ରଭୁ ଆମର ପରମେଶ୍ୱର, ଯିଏକି ମୋଟୁ ଭଲ ପାଆନ୍ତିନି ଗର୍ବୀ ଅହଙ୍କାର, ଗର୍ବୀ ହେବା, ଅହଙ୍କାର ହେବା। ଆଉ ଇଦୋମ ଜାତିର ଗର୍ବ ସେତେବେଳେ ବହୁତ ହେଇଯାଇଥିଲା। ସେମାନେ କେତେ କହୁଥିଲେ କି ଆମକୁ ଓହ୍ଲେଇ ଆଣିବ କିଏ, ମାନେ ଈଶ୍ୱରଙ୍କ ପ୍ରତି ତାଙ୍କର ଭୟ ନଥିଲା। କେତେ ଗର୍ବ। ପ୍ରଭୁ କହୁଛନ୍ତି ଆମେ ଓହ୍ଲେଇ ଆଣିବା। ତାପରେ ଆମେ ଦେଖୁଛୁ ସେ ପ୍ରଭୁ କହୁଛନ୍ତି ଯେତେ ଉଚ୍ଚ ଗୁମ୍ଫାରେ ବି ବାସ କରୁଥାଅ, ଯେତେ ଉଚ୍ଚ ଗୁମ୍ଫାରେ ବାସ କର, କିନ୍ତୁ ଆମେ ତୁମକୁ ଓହ୍ଲେଇ ଆଣିବା। ଯେତେ ହାଇ ପ୍ଲେସ ରେ ରୁହ, ତାରାଗଣ ମଧ୍ୟରେ ବି ବାସ କର, ଆମେ ତୁମକୁ ଓହ୍ଲେଇ ଆଣିବା। ଏଠି ଇଦୋମୀୟ ମାନଙ୍କର ଅହଙ୍କାର ଯୋଗୁ ତାଙ୍କର ପତନ ହଉଛି। ଆଉ ଆମେ ଯେତେବେଳେ ଦେଖୁଛୁ ସେଇ 1 ପର୍ବ 21 ପଦ ପଢିଲେ, ଆମେ ପଢିଲେ ଜାଣିପାରୁଛୁ କେମିତି ଅହଙ୍କାରୀ ମାନେ ପଡିଯିବେ। ପ୍ରଭୁ କହିଛନ୍ତି କିନ୍ତୁ ସଦାପ୍ରଭୁଙ୍କର ଲୋକମାନେ ରକ୍ଷା ପାଇବେ। ଯିଏ ନମ୍ରତାର ଜୀବନ କାଟିବ ସେ ରକ୍ଷା ପାଇବ, କାରଣ ଶେଷରେ ରାଜ୍ୟ ସଦାପ୍ରଭୁଙ୍କର ଆସେ। ତ ଆମେ ଜାଣିପାରୁଛୁ ଯେ ନିଜକୁ ମାନେ ବହୁତ ବଡ ଭାବିଲାଠୁ ମାନେ ସେମାନେ ସେଦିନ ପ୍ରଭୁ ତାଙ୍କର ପତନ କରିଥିଲେ ଇଦୋମୀୟଙ୍କୁ। ତ ଆମେ ମନେ ରଖିବା, ଆମମାନେ ଜୀବନରେ ଗର୍ବ ଅହଙ୍କାର କରିବା ନାହିଁ। ଆଉ ଯେମିତି ଆମେ ସମସ୍ତେ ଜାଣିଛୁ, ଆଉ ଦାନିଏଲ ପୁସ୍ତକରେ ଯେମିତି ଲେଖା ହେଇଛି, ରାଜା ନବୁକଦନେସ୍ସର ବିଷୟ ସମସ୍ତେ ଜାଣିଛୁ। ଆମେ ବାଇବେଲରେ ଅନେକ ବିଷୟ ଅଛି ଗର୍ବ ଅହଙ୍କାରରେ କେମିତି ପତନ ହେଇଛି। ମାନେ ବାବିଲର ରାଜା ସେଇ ନବୁକଦନେସ୍ସର ମାନେ ଠିକ ଇଦୋମ ଭଳିଆ ଅହଙ୍କାର କଲା, ଇଦୋମ ଭଳିଆ ଅହଙ୍କାର କଲା। ଆଉ ସେ ଭାବୁଥିଲା ଯେ ମୁଁ ସବୁଠାରୁ ମାନେ ଉଚ୍ଚରେ ଅଛି, କେହି ତାଙ୍କୁ ତଳକୁ ଆଣିପାରିବେନି, ବହୁତ ସୁନ୍ଦର ରାଜ୍ୟ ମୋର। ସେ କହୁଥିଲା କି ମୋ ଶକ୍ତିରେ ଏହି ରାଜ୍ୟ ମୁଁ ତିଆରି କରିଛି। ମାନେ ତାର କେତେ ଗର୍ବ ହେଇଯାଇଥିଲା, କେତେ ଅହଙ୍କାର। ମାନେ ସେ ରାଜସିଂହାସନରେ ସେ ଭାବୁଥିଲା ଯେ ସେ ହିଁ ମାନେ ଏତେ ବଡ ସୁନ୍ଦର ଘର ବନେଇଛି, ସୁନ୍ଦର ପ୍ୟାଲେସ, ତାର ରାଜ୍ୟ ଭଲ, ମାନେ ମୋ ଶକ୍ତିରେ କରିଛି, ନିଜ ଦ୍ଵାରା ସବୁ କରିଛି ବୋଲି ସେ ଗର୍ବ କରୁଥିଲା। କିନ୍ତୁ ସେ ଭାବୁଥିଲା ତାକୁ କେହି ତଳକୁ ଓହ୍ଲେଇ ପାରିବେନି, ତା ସିଂହାସନରୁ ତଳକୁ କେହି ଆଣିପାରିବେନି ଭାବୁଥିଲା। କିନ୍ତୁ ପ୍ରଭୁ ସେଦିନ ତାକୁ ଓହ୍ଲେଇ ଆଣିଥିଲେ ତଳକୁ। ପ୍ରଭୁ ତାଙ୍କୁ ରାଜସିଂହାସନରୁ ତଳକୁ ଆଣିଥିଲେ। ଆମେ ଯେତେବେଳେ ସେଇ ଦାନିଏଲ ପୁସ୍ତକ 4 ପର୍ବ ତାର 30 ରୁ ତଳକୁ ପଢୁ, ଆମେ ତାର ସବୁ ବିଷୟ ଜାଣିଛୁ। ସମସ୍ତଙ୍କୁ ଜଣାଏ ବିଷୟ, ତଥାପି ବି ଆଜି ମନେ ପକେଇବା ପାଇଁ କହୁଛି। ପ୍ରଭୁ ତାଙ୍କ ରାଜସିଂହାସନକୁ ତଳକୁ ଆଣିଲେ, ଆଉ 7 ବର୍ଷ ପର୍ଯ୍ୟନ୍ତ ସେ ପଶୁ ପରି ଜଙ୍ଗଲରେ ରହିଥିଲେ। ଆଉ ଯେତେବେଳେ ପ୍ରଭୁ ସେଦିନ ତାଙ୍କୁ ତାଙ୍କର ସିଂହାସନରୁ ତଳକୁ ଆଣିଲେ, ଗର୍ବ ଅହଙ୍କାରର ପତନ କଲେ, ତାଙ୍କର ସେ କ୍ଷମତା ତାଙ୍କ ହାତରୁ ଚାଲିଗଲା। ଯେତେବେଳେ ଆମେ ତଳକୁ ପଢୁଛୁ ସେଇ 4 ପର୍ବ ତାର 43 46 ପଢୁଛୁ, ଆମେ ଜାଣିପାରୁଛୁ ଦାନିଏଲ ପୁସ୍ତକର ଯେତେବେଳେ ସେ ପ୍ରଭୁଙ୍କୁ ଧନ୍ୟବାଦ ଦେଲେ, ପ୍ରଶଂସା କଲେ, ସମାଦର କଲେ, ନିଜକୁ ନମ୍ର କଲେ, ପ୍ରଭୁ ତାଙ୍କୁ ପୁଣି ତାଙ୍କର ରାଜ୍ୟକୁ ଫେରେଇ ଦଉଛନ୍ତି। ଆମେ ଏଠି ଦେଖୁଛୁ ଅହଙ୍କାର କରିଲେ ମାନେ ପତନ ସୁନିଶ୍ଚିତ, ଡାଉନଫଲ ସୁନିଶ୍ଚିତ। ପ୍ରଭୁ ଗର୍ବୀ ମାନଙ୍କର ବିରୁଦ୍ଧରେ ଠିଆ ହୁଅନ୍ତି, ଆଉ ନମ୍ର ହେଲେ ପ୍ରଭୁ ପୁଣି ଉଠାନ୍ତି। ଆମେ ଏଇଠୁ ଦେଖୁଛୁ। ତ ସେଦିନ ଇଦୋମ ଜାତି ଏମିତି ବହୁତ
ତାଙ୍କର ହୃଦୟରେ ବହୁତ ଗର୍ବ ଆସିଯାଇଥିଲା, କାହିଁକିନା ସେମାନେ ଏତେ ସୁନ୍ଦର ଫୋର୍ଟରେ ରହୁଥିଲେ, ଯୋଦ୍ଧା ଥିଲେ, ବଡ ବଡ ବିଜନେସମ୍ୟାନ ଥିଲେ, ମାନେ ଏତେ ତାଙ୍କର ନାଁ ହେଇଯାଇଥିଲା, ତାଙ୍କର ସମ୍ପତ୍ତି ବହୁତ ହେଇଯାଇଥିଲା, ଆଉ ସେଫ୍ଟି ପ୍ଲେସରେ ରହୁଥିଲେ। ଆଉ ସମସ୍ତେ ଯୋଉ ମଣିଷ ଭାବେ ମୁଁ ଆଜି ସବୁଆଡେ ମୋର ସିସିଟିଭି କ୍ୟାମେରା ଲଗେଇ ଦେଇଛି, ମୋର ଘର ବହୁତ ସୁନ୍ଦର ଷ୍ଟ୍ରଙ୍ଗ ବାଉଣ୍ଡ୍ରି କରିଦେଇଛି, ସେଟା କେବେ ବି ନିରାପତ୍ତା ଦିଏନି। ମଣିଷ ଭାବିଥାଏ ସଦାପ୍ରଭୁ ପରମେଶ୍ୱର ହିଁ ସୁରକ୍ଷା ଦେଇଥାନ୍ତି। ତ ସବୁବେଳେ ଆମେ ସବୁବେଳେ ପ୍ରଭୁଙ୍କ ଉପରେ ଡିପେଣ୍ଡ କରିବା, ଆଉ ପ୍ରଭୁଙ୍କୁ ନିର୍ଭର କରିବା, ଆଉ ପ୍ରଭୁ ଆମକୁ ସେ ହିଁ ସୁରକ୍ଷା ଦେବେ। ଗର୍ବ ଅହଙ୍କାର, ଆମେ ଅନେକ ସମୟରେ ମଣିଷ କଣ କରେ, ନିଜର ଧନ ସମ୍ପତ୍ତି ଯୋଗୁ ଗର୍ବ କରିଥାଏ, ମାନେ ତାଙ୍କର ପଦବୀ ଯୋଉ ଗର୍ବ କରିଥାଏ, ସେ ପାଠ ପଢିଛି ଅଧିକା ବୋଲି ଶିକ୍ଷା ଯୋଗୁ ବି ଗର୍ବ କରିଥାଏ। ଅନେକ ପ୍ରକାରର ତାର ଏଇ ଜାଗତିକ ଜିନିଷ ଯେତେବେଳେ ତାର ଅନ୍ୟମାନଙ୍କଠୁ ଯେତେବେଳେ ତାର ବହୁତ ଥାଏ, ସେ ଭାବେ କି ମାନେ ସେ ହିଁ ସବୁଠୁ ବଡ, ତାଠୁ ଆଉ ତଳେ କେହି ନାହିଁ। କିନ୍ତୁ ସେ ଏଇ ସବୁ ଗର୍ବ କରିବା ଯେ ପ୍ରଭୁ ଭଲ ପାଆନ୍ତିନି। ଆଜି ଆମକୁ ପ୍ରଭୁ ବତଉଛନ୍ତି ଆମେ ଏଇ ଭଳିଆ ଗର୍ବ କରିବାନି। ଯାହା କିଛି ପ୍ରଭୁ ଆମକୁ ଦେଇଛନ୍ତି ସବୁ କିଛି ପ୍ରଭୁଙ୍କର ଦାନ ଅଟେ। ସବୁବେଳେ ମନେ ରଖିବା, ପ୍ରଭୁଙ୍କର ଆଶୀର୍ବାଦ ଯୋଗୁ ଆମେ ଯାହା କିଛି ପାଇଛୁ ଆଜି ଜଗତରେ, ଏଇ ଯୋଉ ସବୁ କିଛି ଟେମ୍ପରାରୀ, ଏଇ ସବୁ ଜିନିଷ ପ୍ରଭୁ ଦେଇଛନ୍ତି। ତ ସବୁବେଳେ ପ୍ରଭୁଙ୍କୁ ଧନ୍ୟବାଦ ଦେବା, କେବେ ବି ଗର୍ବ ଅହଙ୍କାର ଆମମାନଙ୍କ ଜୀବନରେ ନ ଆସୁ। ଆମେ ସବୁବେଳେ ପ୍ରାର୍ଥନା କରିବା, ଆଉ ଇଦମ ଭଳିଆ ଗର୍ବୀ ହେବାନି, ଇଦମ ଜାତି ଭଳିଆ ଆମେ ନମ୍ର ହେବା, ଆଉ ଈଶ୍ୱରଙ୍କର ଅନୁଗ୍ରହକୁ ପାଇବା। କାହିଁକିନା ପ୍ରଭୁ ସଦାସର୍ବଦା ନମ୍ରତାର ଲୋକମାନଙ୍କୁ ବହୁତ ଭଲ ପାଆନ୍ତି, ଆଉ ପ୍ରଭୁଙ୍କୁ ଭୟ କରି ଜୀବନ କାଟିବା। ଯାକୁବ 4:6 ଯେମିତି ଲେଖା ହେଇଛି, ଈଶ୍ୱର ଅହଙ୍କାରୀ ମାନଙ୍କ ବିରୁଦ୍ଧରେ ଠିଆ ହୁଅନ୍ତି। ତ ପ୍ରଭୁ କରନ୍ତୁ ଆମମାନେ ନମ୍ରତାର ଜୀବନ କାଟିବା, ଆଉ ଇଦୋମିୟଙ୍କ ଭଳିଆ ଆମେ ଗର୍ବୀ ଅହଙ୍କାରୀ ହେବା ନାହିଁ। ଆମେ ଯେତେବେଳେ ସେ ଇଦୋମିୟ ପୁସ୍ତକ ତାର ଆମେ କିଛି ବିଷୟ ତାର ଇଦୋମିୟଙ୍କ ବାରେ ଆମେ ଜାଣିବା। ଓବେଦ୍ୟ ପୁସ୍ତକ 1 ପର୍ବ 3 ପଦ 4 ପଦ ପଢିଲାଠୁ ଆମେ ଜାଣିପାରିଲୁ ସେମାନେ କେମିତି ଗର୍ବ କଲେ, ପ୍ରଭୁ ତାଙ୍କୁ ତଳକୁ ଆଣି ଆସିବି କହୁଛନ୍ତି। ଆଉ ପ୍ରଭୁ ଆମେ ଆଗକୁ ଦେଖିବା ତାଙ୍କର ସବୁ କେମିତି ପତନ ହେଲା। ଓବେଦ୍ୟ 1 ପର୍ବ ତାର 12 13 14 ପଦରେ ଲେଖା ହେଇଛି। ଯେତେବେଳେ ଆମେ ପଢୁଛୁ 11 ପଦଟା ମୁଁ ପଢିବା ପାଇଁ ଚାହେଁ। ଯେଉଁଦିନ ତୁମ୍ଭେ ଅନ୍ୟ ପାଖରେ ଠିଆ ହେଲ, ଯେଉଁଦିନ ଅପରିଚିତ ଲୋକମାନେ ତାହାର ସମ୍ପତ୍ତି ବହି ନେଇଗଲେ ଓ ବିଦେଶୀ ମାନେ ତାହାର ସକଳ ନଗର ଦ୍ୱାରରେ ପ୍ରବେଶ କଲେ ଓ ଜେରୁସାଲେମ ଉପରେ ଗୁଳିବାଣ୍ଟ କଲେ, ସେଦିନ ତୁମ୍ଭେ ତ ସେମାନଙ୍କ ମଧ୍ୟରେ ଥିବା ଏକଜଣ ପରି ହୋଇଥିଲ। ଆମେ ଦେଖୁଛୁ ଯେତେବେଳେ ବିପଦ ଆସିଲା, ବାବିଲିୟ ମାନେ ଜେରୁସାଲେମକୁ ଆକ୍ରମଣ କଲେ, ଧ୍ୱଂସ କଲେ, ଆଉ ତାଙ୍କର ସମ୍ପତ୍ତି ଲୁଟ କଲେ, ଲୋକମାନଙ୍କୁ ମାରିଲେ, ବନ୍ଦୀ କରି ନେଇଗଲେ। ସେଇ ସମୟରେ ଏଇ ଇଦୋମିୟ ଜାତି ସବୁ ଦେଖୁଥିଲେ, ଆଉ ସେମାନେ କଣ କରୁଥିଲେ, ଏଇ ଯୋଉ ଆକ୍ରମଣ ସମୟରେ ସେମାନେ ପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ ତାହା ସବୁ କଲେ। ମାନେ ଆପଣା ରକ୍ତ ସମ୍ପର୍କୀୟ ଭାଇର ବିପଦରେ ସେମାନେ ଆନନ୍ଦ କଲେ, ଯାହାକି ପ୍ରଭୁଙ୍କୁ ବହୁତ କଷ୍ଟ ଦେଲା। ଆମେ 12 ପର୍ବ ପଢିଲେ ଜାଣିପାରୁଛୁ ସେମାନେ ଆନନ୍ଦ କଲେ ନିଜର ଭାଇର ଦୁଃଖରେ। ଇଦୋମିୟ ଇସ୍ରାଏଲିୟ ଭାଇ, ସେ ଇସ୍ରାଏଲିୟ ମାନଙ୍କୁ ଯେତେବେଳେ ବାବିଲିୟ ମାନେ ଆଟାକ କରୁଛନ୍ତି, ଜେରୁସାଲେମକୁ ଧ୍ୱଂସ କରୁଛନ୍ତି, ଲୁଟ କରୁଛନ୍ତି, ସେମାନେ ସେମାନଙ୍କର ସପୋର୍ଟରେ ଠିଆ ହେଲେ। ନିଜ ଭାଇ ଇସ୍ରାଏଲର କଷ୍ଟ ଦେଖିକି ସେ ବିନାଶ ସମୟରେ ସେ ଆନନ୍ଦ କରୁଛନ୍ତି। ପ୍ରଭୁ କହୁଛନ୍ତି ଆନନ୍ଦ କର ନାହିଁ, କିମ୍ବା ସଙ୍କଟ ଦିନରେ ଦର୍ପ କଥା କହ ନାହିଁ। ସେମାନେ କିନ୍ତୁ ସେଦିନ ଆନନ୍ଦ କଲେ। ସେମାନଙ୍କର କଷ୍ଟରେ ସେମାନେ ସହାନୁଭୂତି ଦେଖେଇଲେନି, ତାଙ୍କର ବିପଦ ସମୟରେ ସେମାନଙ୍କୁ ରକ୍ଷା କରିବା ପାଇଁ ବି ଆସିଲେନି। ସେମାନେ ସେ ବାବିଲିୟ ମାନଙ୍କ ସପୋର୍ଟରେ ଠିଆ ହେଲେ, ଆଉ ସେମାନେ ସମ୍ପତ୍ତି ଲୁଟିଲେ। ଏଇ ସମୟରେ ମୌକା ଅଛି କହିକି ବାବିଲିୟ ମାନେ ତ ଜେରୁସାଲେମର ଅନେକ ସମ୍ପତ୍ତି ଲୁଟି ନେଲେ, ପ୍ରାୟ ସବୁ ନେଇଗଲେ, ଧ୍ୱଂସ କରିଦେଲେ, ଇସ୍ରାଏଲିୟ ମାନଙ୍କୁ ବହୁତ ଲୋକଙ୍କୁ ମାରିଦେଲେ, ବନ୍ଦିତ୍ୱ ଅବସ୍ଥାରେ ନେଇଗଲେ। ସେଇ ସମୟରେ ସେଇ ବିପଦ ଦିନରେ, ଏତେ ବଡ ବିପଦ ସମୟରେ ଇଦୋମିୟ ମାନେ ସେଇ ସମୟରେ ସୁବର୍ଣ୍ଣ ସୁଯୋଗ କହିକି ଆସିକି ସେଇ ନିଜର ଭାଇର ସବୁ ସମ୍ପତ୍ତିକୁ ସେ ଲୁଟୁଛନ୍ତି। ଆମେ ଦେଖୁଛେ ଲେଖା ହଉଛି ସେମାନଙ୍କ ବିପତ୍ତି ଦିନରେ ସେମାନଙ୍କ ସମ୍ପତ୍ତିରେ ତୁମେ ମାନେ ହସ୍ତ ଦିଅ ନାହିଁ, ପ୍ରଭୁ କହୁଛନ୍ତି। ଯୋଉ ଯୋଉ ଭୁଲ କରିଛନ୍ତି ସେଇ ସବୁ କଥା ପ୍ରଭୁ ଆଜି ଓବେଦ୍ୟଙ୍କ ଦ୍ୱାରା ପଏଣ୍ଟ ଆଉଟ କରୁଛନ୍ତି।
ତମେ ଭାଇର ଦୁଃଖର ଦିନରେ ଆନନ୍ଦ କର ନାହିଁ। ଭାଇର ସମ୍ପତ୍ତି ଅନ୍ୟମାନେ ଲୁଟିଲା ବେଳେ ଲୁଟିକି ନେଲା ବେଳକୁ ତୁମେ ସେମାନଙ୍କୁ ରକ୍ଷା କରିବା ପରିବର୍ତ୍ତେ ତୁମେ ଦୌଡ଼ି ଆସିକି ସୁଯୋଗ ନେଇକି ତୁମେ ବି ଲୁଟିକି ନେଇକି ପଳଉଛ। ଓବେଦ୍ୟଙ୍କ ଦ୍ୱାରା ସେ ଜଣାଉଛନ୍ତି ପୁଣି 14ରେ, ପୁଣି ତାହାର ପଳାତକ ମାନଙ୍କୁ ବଦ୍ଧ କରିବା ପାଇଁ ତୁମେ ଚৌମୁହାଣୀ ପଥରେ ଠିଆ ହୁଅ ନାହିଁ ଓ ସଙ୍କଟ ଦିନରେ ତାହାର ଅବଶିଷ୍ଟ ଲୋକମାନଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କର ନାହିଁ। ସେଇ ମୋମେଣ୍ଟରେ ଇଦୋମୀୟ ମାନେ କଣ କଲେ? ସେ ଇସ୍ରାଏଲିୟ ମାନେ ଯେତେବେଳେ ଏତେ ବଡ ଇସ୍ରାଏଲିୟ ମାନେ ବିପଦରେ ପଡିଛନ୍ତି, ବାବିଲୀୟ ମାନେ ଆଟାକ କରୁଛନ୍ତି, ସେ ସମୟରେ ଇଦୋମୀୟ ମାନେ ସେ ଇସ୍ରାଏଲିୟ ମାନଙ୍କୁ ନିଜ ଭାଇ ମାନଙ୍କୁ ସପୋର୍ଟ କରିବା ଛାଡିକି ବାବିଲୀୟ ମାନଙ୍କ ସାଙ୍ଗରେ ସପୋର୍ଟ ହେଇଯାଉଛନ୍ତି। ଆଉ ଯୋଉମାନେ ଇସ୍ରାଏଲିୟ ମାନେ ଲୁଚିକି ପଳଉଛନ୍ତି, କେମିତି ଶତ୍ରୁ ହସ୍ତରେ ନ ପଡନ୍ତୁ ବୋଲି ଲୁଚିକି ଗଲା ବେଳକୁ ସେମାନେ ସେ ଯୋଉ ଚାରିକୋଣିଆ ଛକରେ ଠିଆ ହେଇକି ସେମାନେ ଇସ୍ରାଏଲିୟ ମାନଙ୍କୁ ଧରିକି ଯୋଉମାନେ ପଳେଇ ଯାଉଥିଲେ, ସେଇମାନେ ଲୁଚିକି ଯୋଉମାନେ ଫେରାର ହେଇଯାଉଥିଲେ, ଇସ୍ରାଏଲିୟ ମାନେ ବଞ୍ଚିବା ପାଇଁ ଦୌଡୁଥିଲେ, ଇଦୋମ ଜାତିର ଲୋକମାନେ, ସେ ଇଦୋମୀୟ ଲୋକମାନେ ଛକ ସ୍ଥାନରେ ଠିଆ ହେଇକି ନିଜର ଭାଇମାନଙ୍କୁ ଧରିକି ଶତ୍ରୁ ହସ୍ତରେ ସମର୍ପଣ କରିଦଉଥିଲେ। କେତେ ବଡ ବିଶ୍ୱାସଘାତକତା କରୁଥିଲେ। ସେ ପଳଉଥିବା ଇସ୍ରାଏଲିୟ ମାନଙ୍କୁ ଶତ୍ରୁ ହସ୍ତରେ ଧରେଇ ଦଉଛନ୍ତି। ମାନେ ଆମେ ଏଠି ଦେଖୁଛୁ ଇଦୋମିଆ ମାନେ ବାବିଲିୟ ମାନଙ୍କୁ ସାହାଯ୍ୟ କରୁଛନ୍ତି, ଆଉ ଇସ୍ରାଏଲିୟ ଏଇ ଜିହୁଦା ଲୋକମାନଙ୍କୁ ଧରିକି ଶତ୍ରୁ ହସ୍ତରେ ଦେଇ ଦଉଛନ୍ତି। ଇଦୋମୀୟ ମାନେ ତାଙ୍କର ସେ ଭାଇର ପ୍ରେମକୁ ଭୁଲି ଯାଉଛନ୍ତି। ମାନେ ତାଙ୍କର ପୂର୍ବରୁ ଯୋଉ ଏସୋ ଯାକୁବଙ୍କ ଭିତରେ ଗୋଟେ ଶତ୍ରୁତା ରହିଗଲା, ସେଇଟା ତାଙ୍କର ବଂଶ ଭିତରେ ସେ ସେଇ ଘୃଣା, ସେ ଏସୋଙ୍କର ବଂଶ ଇଦୋମୀୟ ମାନଙ୍କ ଭିତରେ ମଧ୍ୟ ରହିଗଲା। ଦୁଇ ଭାଇ ରକ୍ତ ସମ୍ପର୍କୀୟ ହେଲେ ମଧ୍ୟ ସେମାନଙ୍କ ଭିତରେ ତିକ୍ତତା, ଘୃଣା, ଈର୍ଷା ଭାବ ରହିଗଲା। ସେ ଇଦୋମିଆ ମାନେ ସେଦିନ ତାଙ୍କର ଭାଇର ପ୍ରେମକୁ ଭୁଲିଗଲେ, ଭାଇର ଦୁଃଖରେ ଖୁସି ହେଲେ ସେମାନେ। ଆଉ ସେମାନେ ଯେତେବେଳେ ନିଜ ଭାଇ ମାନେ ଇସ୍ରାଏଲିୟ ମାନେ ଶତ୍ରୁ ହସ୍ତରୁ ଲୁଚିକି ଯେତେବେଳେ ପଳେଇ ଯାଉଛନ୍ତି ବଞ୍ଚିବା ପାଇଁ, ରକ୍ଷା ପାଇବା ପାଇଁ, ସେମାନଙ୍କୁ ସେମାନେ ଧରି ଆଣୁଛନ୍ତି ଆଉ ଶତ୍ରୁ ହସ୍ତରେ ସମର୍ପଣ କରିଦଉଛନ୍ତି। ମାନେ ନିଜ ଭାଇ ଏଇ ଜିହୁଦୀ ଜାତି ମାନଙ୍କ ସହିତ ସେମାନେ ସେଦିନ ବିଶ୍ୱାସଘାତକତା କରୁଛନ୍ତି। ଏଇ ସବୁ କାରଣ ଯୋଗୁ ସଦାପ୍ରଭୁ ଇଦୋମିୟଙ୍କ ଉପରେ ବହୁତ କ୍ରୋଧିତ ହଉଛନ୍ତି, ବହୁତ କ୍ରୋଧିତ ହଉଛନ୍ତି। କାହିଁକିନା ଆମେ ଯେତେବେଳେ ଜାଣିଛୁ ମୂଷା ଯେତେବେଳେ ମିଶରରୁ ଲୋକମାନଙ୍କୁ କିଣାନ ଦେଶକୁ ଆଣୁଥିଲେ, ସେଇ ସମୟର ଘଟଣା, ସେଇ ଗଣନା ପୁସ୍ତକ ତାର 20 ପର୍ବ 18 ପଦରୁ 21 ପଦ ମୁଁ ପଢିବା ପାଇଁ ଚାହେଁ। ଯେତେବେଳେ କି ଇଦୋମ ଦେଶ ପାର ହେଇକି ସେମାନେ ଯିବା ପାଇଁ ଚାହିଁଲେ, ସେମାନଙ୍କୁ ସେମାନେ ଏଲାଓ କରିନଥିଲେ। କିନାନ ଦେଶକୁ ଯେତେବେଳେ ଯାଉଥିଲେ ମିଶରକୁ ମୂଷାଙ୍କ ଲିଡରସିପ ରେ, ସେତେବେଳେ ସେମାନଙ୍କୁ ଏଲାଓ କରିନଥିଲେ। ସେ ଗଣନା ପୁସ୍ତକ ତାର 20 ପର୍ବ 18 ପଦରୁ 21 ପଦ ଯାଏ ଲେଖା ଅଛି। ତହିଁରେ ଇଦୋମ ତାଙ୍କୁ କହିଲେ, ତୁମେ ଆମ୍ଭ ଦେଶର ମଧ୍ୟ ଦେଇ ଯିବ ନାହିଁ, ଗଲେ ଆମ୍ଭେ ଖଡ୍ଗ ନେଇ ତୁମ ବିରୁଦ୍ଧରେ ବାହାର ହେବା। ସେତେବେଳେ ଇସ୍ରାଏଲ ସନ୍ତାନଗଣ ତାଙ୍କୁ କହିଲେ, ଆମ୍ଭେ ମାନେ କେବଳ ସଡକ ଦେଇକି ଯିବୁ। ଯେବେ ଆମ୍ଭେ କି ଆମ ପଶୁମାନେ ତୁମ ଜଳପାନ କରିବୁ, ତେବେ ଆମ୍ଭେ ତହିଁର ମୂଲ୍ୟ ଦେବୁ। ଆଉ କିଛି କଥା ନାହିଁ, କେବଳ ଆମ୍ଭକୁ ଆପଣା ପାଦରେ ଦେଶ ଦେଇ ଯିବାକୁ ଦିଅ। ତୁ ସେ କହିଲେ, ତୁମେ ଦେଶ ଦେଇ ଯିବ ନାହିଁ। ଏଉତାରେ ଇଦୋମ ଅନେକ ଲୋକ ସାଙ୍ଗରେ ନେଇ ମହାବଳରେ ତାଙ୍କ ବିରୁଦ୍ଧରେ ବାହାର ହେଲେ। ଏହି ରୂପେ ଇଦୋମ ଇସ୍ରାଏଲକୁ ଆପଣା ସୀମା ଦେଇ ଯିବାର ଅନୁମତି ଦେବାକୁ ଅସ୍ୱୀକାର କଲେ। ଏଣୁ ଇସ୍ରାଏଲ ତାଙ୍କ ନିକଟରୁ ଫେରିଗଲା। ଆମେ ଘଟଣା ସମସ୍ତେ ଜାଣିଛୁ, କେମିତି ସେ କେତେ ହିଂସା, ତାକୁ ସେ ରାସ୍ତାରେ ଯିବାକୁ ଦଉନି। ଆଶ୍ଚର୍ଯ୍ୟ, କେତେ ହିଂସା ଭାଇର ଭାଇ ପ୍ରତି। ତ ପ୍ରଭୁ ଆଜିର ଏ ବାକ୍ୟରେ ଆମକୁ କହୁଛନ୍ତି, ନାଇଁ, ତୁମେ ମାନେ ହିଂସା କର ନାହିଁ। ଆଜି ଆମର ଭାଇ କିଏ? ଆମର ପ୍ରତିବେଶୀ, ଆମର ରକ୍ତ ସମ୍ପର୍କୀୟ ଭାଇ, ଆମର ବିଶ୍ୱାସୀ ମାନେ ଆମଙ୍କର ଭାଇ, ଆମର ପ୍ରତିବେଶୀ, ଯିଏ ଆଜି ଆମର ସାହାଯ୍ୟ ପାଇଁ ଅଛି, ସାହାଯ୍ୟ ପାଇବା ପାଇଁ ଅଛି, କି ଆମ ଆଖି ସାମ୍ନାରେ ଯିଏ ଆମର ଆବଶ୍ୟକତା ଅଛି, ପ୍ରତ୍ୟେକ ଲୋକ ଆମମାନଙ୍କର ଭାଇ। ତେଣୁ ଆମମାନଙ୍କର ଭାଇ ପ୍ରତି ଆମେ ଏଇ ସବୁ କ୍ରୂରତା ବ୍ୟବହାର ଦେଖେଇବାନି, ଘୃଣା କରିବାନି, ଶତ୍ରୁତା କରିବାନି। ପ୍ରଭୁ ଭଲ ପାଆନ୍ତିନି। କାହିଁକିନା ପ୍ରଭୁ ଚାହାନ୍ତି ଆମେ ସମସ୍ତଙ୍କୁ ପ୍ରେମ କରିବା। ଏଇ ଯୋଉ ଭାଇର ପ୍ରତି କ୍ରୂରତା ବ୍ୟବହାର ଯୋଗୁ ସେଦିନ ପ୍ରଭୁ ରାଗିଗଲେ, ଆଉ ଓବେଦ୍ୟଙ୍କ ଦ୍ୱାରା ଇଦୋମ୍ୟଙ୍କୁ ବିନାଶ କରିବେ ବୋଲି ପୁଣି ସେ ଭବିଷ୍ୟତବାଣୀ କରୁଛନ୍ତି।
ଆମେ ଦେଖୁଛୁ ଇସ୍ରାଏଲୀୟ ମାନଙ୍କର କଷ୍ଟ ସମୟରେ ସାହାଯ୍ୟ କରିବାକୁ ସେମାନେ ଦୌଡ଼ି ଆସି ପାରିଥାନ୍ତେ? ନାଇଁ, ସେମାନେ ଆନନ୍ଦ କରୁଛନ୍ତି। ତେଣୁ ସଦାପ୍ରଭୁ ସେମାନଙ୍କର ବିଚାର କଲେ। ଆମେ ମଧ୍ୟ ସେଥିପାଇଁ ପରସ୍ପରକୁ ସାହାଯ୍ୟ କରିବା, ଆଉ ଅନ୍ୟମାନଙ୍କର କଷ୍ଟ ସମୟରେ ଆନନ୍ଦ କରିବାନି। ରୋମିଓ 12 ପର୍ବ ତାର 15 ପଦରେ କହେ, ଯୋଉମାନେ ଆନନ୍ଦ କରନ୍ତି ସେମାନଙ୍କ ସହିତ ଆମେ ଆନନ୍ଦ କରିବା, ଯୋଉମାନେ ରୋଦନ କରନ୍ତି ସେଇମାନଙ୍କ ସହିତ ଆମମାନେ ରୋଦନ କରିବା ପାଇଁ ପ୍ରଭୁ ଆମକୁ କହିଛନ୍ତି। ମାନେ ଅନ୍ୟମାନଙ୍କର ବିପଦ ସମୟରେ ଆମେ ସାହାଯ୍ୟ ନ କରି ଚୁପ୍ ବସିବା କି ଆନନ୍ଦ କରିବା, ଈଶ୍ୱରଙ୍କ ଦୃଷ୍ଟିରେ ପାପ ଅଟେ। ଆମର ଯଦି କାହାର ବିପଦ ଅଛି, ଆମେ ଚୁପ୍ ବି ବସି ପାରିବାନି, ନା ଆନନ୍ଦ ବି କରିବାନି, କାହିଁକିନା ପ୍ରଭୁ ସେ ଭଲ ପାଆନ୍ତିନି ସେସବୁ। ତ ଆମେ ମଣ୍ଡଳୀରେ ଆଜି ଯାହାର ବିପଦ ସମୟରେ କାହାର ଆବଶ୍ୟକତା କଣ ଅଛି, କାହାର ସାହାଯ୍ୟ ଅଛି, କାହାର ଦୁଃଖ ସମୟରେ ଅଛି, କିଏ ପୀଡ଼ିତ ଅଛି, ଆମମାନେ ଯେତେ ପାରିବା ପ୍ରାର୍ଥନାର ସାହାଯ୍ୟ, ଆର୍ଥିକ ସାହାଯ୍ୟ, ନହେଲେ ବି ଯାଇକି ନିଜେ ଦୁଃଖ ବେଳେ ତାଙ୍କ ପାଖରେ ଠିଆ ହେବାକୁ ପଡିବ। କାହାର ସମସ୍ୟା ଅଛି, ଆମେ ଯାଇକି ନିଜର ପ୍ରେଜେନ୍ସ ବି ତାଙ୍କ ପାଖରେ ରହିବା କଥା। ଆମେ ତାଙ୍କୁ ଭଲ ପାଇବା, ତାଙ୍କର ସାହାଯ୍ୟରେ ଆସିବା। ଆଉ ଯଦି କିଏ କଷ୍ଟରେ ଅଛି, ଆମେ ତାଙ୍କୁ ଯଥାସାଧ୍ୟ ସାହାଯ୍ୟ କରିବା। ମାନେ ଅନ୍ୟର କଷ୍ଟ କି ବିପଦ ସମୟରେ ଆମେ ଯଥାସାଧ୍ୟ ଆମେ ସାହାଯ୍ୟ କରିବା। ଆମେ କେବେ ବି ଉପହାସ କରିବାନି, ନା ଆନନ୍ଦ କରିବାନି। କାହିଁକିନା ଆମେ ଦେଖିଛୁ କଇନ ହେବଲ ଘଟଣାରେ ବି, କଇନ ଯେମିତି ଆପଣା ଭାଇ ହେବଲକୁ ଯେତେବେଳେ ଆକ୍ରମଣ କରିକି ବଧ କରିଦଉଛି, ସଦାପ୍ରଭୁ କଇନକୁ ପଚାରୁଛନ୍ତି ଯେ ତୁମ ଭାଇ କେଉଁଠାରେ? କିନ୍ତୁ ଆମେ ଦେଖୁଛୁ କଇନ କହୁଛି ଯେ ମୁଁ ଜାଣେ ନାହିଁ, ମୁଁ କଣ ମୋ ଭାଇର ରକ୍ଷକ? କେମିତି ଆନ୍ସାର ଦଉଛି? ତା ଯୋଗୁ ସେ ଭାଇର ରକ୍ତ ପାଇଁ କଇନ ସଦାପ୍ରଭୁଙ୍କ ଠାରୁ ଅଭିଶାପ ପାଉଛି। ତ ପ୍ରଭୁ ଭଲ ପାଆନ୍ତିନି। ଆମେ ସବୁବେଳେ ଆପଣା ଭାଇ ହଉ, ଆମର ପ୍ରତିବାସୀ ହଉ, ଆମର ପଡୋଶୀ ହଉ, ସମସ୍ତଙ୍କୁ ଆମେ ଭଲ ପାଇବା। କାହିଁକିନା ପ୍ରଭୁ ଚାହାନ୍ତି ଆମେ ଭାଇର ଦୁଃଖରେ ସାହାଯ୍ୟ କରିବା, ତା ଦୁଃଖରେ ଠିଆ ହେବା, ସ୍ୱାର୍ଥପର ହେବାନି। ସଙ୍କଟ ସମୟରେ, ବିପଦ ଆସିଲେ ଆମେ ତାର ସାଙ୍ଗ ଛାଡିବେ ନାହିଁ। କଷ୍ଟ ସମୟରେ ଆମେ ଅନ୍ୟର ସମ୍ପତ୍ତି ବି ଲୁଟ କରିବାନି। ଭାଇ ବିରୁଦ୍ଧରେ ସମ୍ପତ୍ତି, ଏ ଜାଗତିକ ଜିନିଷ ପାଇଁ ଝଗଡା ଝାଟି କରିକି ତାର ସମ୍ପତ୍ତି ଲୁଟି ନେବାନି। ତାର ଯଦି କିଛି ବିପଦ ଅଛି, ଆମେ ତାର କ୍ଷତିରେ ଖୁସି ହେବା ନାହିଁ, ଆଉ ତାର ସମ୍ପତ୍ତିକୁ କେମିତି ଲୁଟିବି ବୋଲି ଭାବିବା ନାହିଁ। ଆମେ ସବୁବେଳେ ପ୍ରଭୁଙ୍କ ଭୟ ରଖିବା, ପ୍ରଭୁ ଯୋଉଟା ଭଲ ପାଆନ୍ତି ସେଇ ସବୁ କାର୍ଯ୍ୟ କରିବା। କାହିଁକିନା ଆମକୁ ଦିନେ ହିସାବ ଦେବାକୁ ପଡିବ, ଏହା ସବୁବେଳେ ମନେ ରଖିବା। କାହିଁକିନା ପ୍ରତିଟି କାର୍ଯ୍ୟକଳାପ ସଦାପ୍ରଭୁ ଦେଖୁଛନ୍ତି। ତେଣୁ ସେଇ ମାଥ୍ୟୁ 2 ପର୍ବ 39 ପଦରେ ପ୍ରଭୁ କହନ୍ତି, ଯୀଶୁ ଆମକୁ ଶିଖେଇଛନ୍ତି କି ତୁମେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର। ତ ଆମେ ମାନେ କେବେ ମଧ୍ୟ ତାଙ୍କର ସମ୍ପତ୍ତି ଉପରେ ନଜର ଦେବାନି, ଲୋଭ କରିବାନି। ଭାଇର ସମ୍ପତ୍ତିକୁ ମାଡି ବସିକି ଲୋଭ କରିକି ଲୁଟିବା ପାଇଁ ଚେଷ୍ଟା କରିବାନି। କାହାର ଦୁଃଖରେ ଉପହାସ କରିବାନି, ହଁ ସେ ତ ସେମିତି ସେଥିପାଇଁ ତାର ଏମିତି ହେଲା, ନାଇଁ କେବେ କହିବାନି। ଯେତେ ବି ଆମର ସହିତ ଶତ୍ରୁତା ହଉ, ଆମେ ସମସ୍ତଙ୍କୁ ବିପଦ ସମୟରେ ଦୌଡ଼ି ଯିବା, ସାହାଯ୍ୟ କରିବା, ପ୍ରେମରେ ଅନ୍ୟକୁ କ୍ଷମା ଦେଇ ଆଦରି ନେବା। କେବେ ବି ଉପହାସ ଆନନ୍ଦ କରିବାନି, ସ୍ୱାର୍ଥପର ହେବାନି, ସାହାଯ୍ୟ କରିବା। ଆଉ ପ୍ରଭୁ ଆମକୁ ଇଦମ ଭଳିଆ ସେ କଠିଣ ହୃଦୟ ନ ଦିଅନ୍ତୁ, ପ୍ରଭୁ ଆମକୁ ଦୟାଳୁ ହୃଦୟ ଦିଅନ୍ତୁ। ପ୍ରଭୁ ଆମକୁ ସାହାଯ୍ୟ କରନ୍ତୁ। ଆଉ ଆମର ପ୍ରତିବାସୀ ଯିଏ ଯେତେବେଳେ ନିଡରେ ଅଛି, ଆମେ ସେଦିନ ପ୍ରଭୁ କେତେ ସୁନ୍ଦର ଭାବରେ ଜଣେଇଦେଲେ। ସେଦିନ ସେ ଯେତେବେଳେ ସେ ଲୋକଟି ଡକାୟତ ମାନଙ୍କ ହାବୁଡରେ ପଡୁଛି, ସେଇଠି ଲେବୀୟ ଯାଜକ ଯାଉଛନ୍ତି ସେଇ ରାସ୍ତା ଦେଇକି, ଦେଖୁଛନ୍ତି ଆର ପାଖ ଦେଇ ପଳେଇ ଯାଉଛନ୍ତି। ଆମେ ସେମିତି ହେବାନି। ଯଦି କିଏ ବିପଦରେ ପଡିଛି, ଆମେ ଦୌଡିକି ଯିବା। କିଏ ସାହାଯ୍ୟ ଚାହୁଁଛି, ଆମେ ଯିବା। ଯେମିତି ଲେବୀୟ ସେ ଦେଖିଲା, ଆଉ ସେ ସ୍ଥାନକୁ ଯାଇକି ବି ଦେଖୁଛି ଲେବୀୟ, କିନ୍ତୁ ସାହାଯ୍ୟ କରୁନି। କିନ୍ତୁ ପ୍ରକୃତ ସାହାଯ୍ୟ ଆମେ ଜାଣିଲୁ ସେଦିନ ସେ ସମୀରଣୀୟ ପଥିକ କଲା। ଯଦିଓ ସେ ଜାତିଗତ କେତେ ନିମ୍ନ ଜାତିର ଥିଲା, କଣ ଭାବିବେ କଣ ନାହିଁ, ସେ କିନ୍ତୁ ଦୌଡି ଯାଉଛି। ତା ହୃଦୟ ପ୍ରଭୁ ଭଲ ପାଆନ୍ତି ସେମିତି। ଆମେ ସେମିତି ଅନ୍ୟର ସାହାଯ୍ୟରେ, ଅନ୍ୟର ବିପଦରେ, କଷ୍ଟରେ ଇଦୋମୀୟ ମାନଙ୍କ ଭଳିଆ ହେବାନି। ଆମେ ଠିଆ ହେବା ଆଉ ସାହାଯ୍ୟ କରିବା। ଆଉ ତାପରେ ଯେତେବେଳେ ଇସ୍ରାଏଲୀୟ ଲୋକମାନେ ବନ୍ଦୀ ହୋଇକି ଦୁଃଖରେ ଥିଲେ, ପ୍ରଭୁ ସେମାନଙ୍କୁ କହୁଛନ୍ତି ଯେ ତୁମମାନଙ୍କୁ ଯିଏ କଷ୍ଟ ଦେଲା, ମୁଁ ସେମାନଙ୍କୁ ଦଣ୍ଡ ଦେବି, ଆଉ ତୁମମାନଙ୍କୁ ପୁନଃସ୍ଥାପନ କରିବି, ପ୍ରଭୁ କହିଥିଲେ। ସେମିତି ଆମମାନଙ୍କୁ ମଧ୍ୟ
କ୍ଷମା କରି ଆମମାନଙ୍କୁ ଦୟା କରିବେ। ଆମର ଯଦି ବି କୋଉଠି ଦୁର୍ବଳତା ରହିଯାଇଛି, ବାକ୍ୟ ଅନୁଯାୟୀ ଆମେ ସଜାଡ଼ି ହେବା, ପ୍ରଭୁ ଆମମାନଙ୍କୁ କ୍ଷମା କରି ପୁନଃସ୍ଥାପନ କରିବେ। ଆଉ 15 ପର୍ବରୁ ଯେତେବେଳେ 15 ପର୍ବ 17 ପଦ 17 ପର୍ବ 18 ପଦ 21 ପଦ ପଢୁ, ଆମେ ଦେଖୁଛୁ ସଦାପ୍ରଭୁଙ୍କର ଦିନ ଆସିବ। କାହିଁକିନା ଯିଏ ଯାହା ବି ଆମେ ଏ କାର୍ଯ୍ୟ ଏ ଜଗତରେ କରିଯାଇଛୁ, ଆମେ ସବୁର ହିସାବ ପ୍ରଭୁଙ୍କୁ ଦେବାକୁ ପଡିବ। କାହିଁକିନା ଆମେ ଦେଖୁଛୁ 15 ପଦରେ, କାରଣ ସକଳ ଗୋଷ୍ଠୀ ଉପରେ ସଦାପ୍ରଭୁଙ୍କର ଦିନ ସନ୍ନିକଟ। ତୁମ୍ଭେ ଯେପରି କରିଅଛ ତୁମ୍ଭ ପ୍ରତି ସେପରି କରାଯିବ। ତୁମ୍ଭ କୃତ ବ୍ୟବହାରର ପ୍ରତିଫଳ ତୁମ୍ଭ ନିଜ ମସ୍ତକରେ ପଡିବ। ଆଶ୍ଚର୍ଯ୍ୟ ବିଷୟରେ ଯାହା କରାହେଇଛି ଏଠି ଲେଖା ହେଇଛି ସକଳ ଗୋଷ୍ଠୀ। 1 ପର୍ବରୁ 14 ପଦ ଯେ ଆମେ ଦେଖିଲୁ ଇଦୋମିୟଙ୍କ ବିରୁଦ୍ଧରେ ପ୍ରଭୁଙ୍କର ଭବିଷ୍ୟତବାଣୀ କି ତୁମେମାନେ ଏସବୁ କରିଛ, ମୁଁ ତୁମମାନଙ୍କୁ ଛାଡିବିନି, ଦଣ୍ଡ ଦେବି ବୋଲି ପ୍ରଭୁ କହୁଛନ୍ତି। ଆନନ୍ଦ କରିଛ, ସମ୍ପତ୍ତି ଲୁଟ କରିଛ, ଆଉ ଶତ୍ରୁ ହସ୍ତରେ ଦେଇଛ, ଗର୍ବ ଅହଙ୍କାର କରିଛ। କିନ୍ତୁ ଆମେ ଦେଖୁଛୁ 15 ପଦରୁ 21 ପଦ ଯେତେବେଳେ ପଢିବା, ଆମେ ସଦାପ୍ରଭୁଙ୍କର ଦିନ ଆସିବ ସକଳ ଗୋଷ୍ଠୀ ନିମନ୍ତେ। ଆଜି ଆମମାନେ ମଧ୍ୟ ଏଇ ଷ୍ଟେଜରେ ଅଛୁ। ଆଜି ଆଜି ଆମମାନେ ଏଇ ଷ୍ଟେଜରେ ଅଛୁ। ଈଶ୍ୱରଙ୍କର ରାଜ୍ୟ ସନ୍ନିକଟ। ଆମେ ନିଜ ନିଜକୁ ପ୍ରସ୍ତୁତ କରିବା। ଆମର କୋଉଠି ଦୁର୍ବଳତା ଅଛି ଆମେ ପରିବର୍ତ୍ତିତ ହୃଦୟ ହେବା, ଆଉ ପ୍ରଭୁଙ୍କର ବାକ୍ୟ ଅନୁଯାୟୀ ଜୀବନ କାଟିବା। କାହିଁକିନା ସଦାପ୍ରଭୁଙ୍କର ଦିନ ଯେ ସନ୍ନିକଟ। ଆଉ ସେ ଲେଖା ହେଇଛି ତୁମେ ଯେପରି କର ତୁମ୍ଭ ପ୍ରତି ସେପରି କରାଯିବ। ମାନେ ସଦାପ୍ରଭୁଙ୍କର ଦିନ ସନ୍ନିକଟ। ପ୍ରଭୁ କହୁଛନ୍ତି ମାନେ ଆମେ ଯେମିତି ଅନ୍ୟକୁ କରିଥିବା ଆମ ପ୍ରତି ସେପରି କରାଯିବ। ଯେମିତି ଇଦୋମ ପ୍ରତି ପ୍ରଭୁ ରାଗିକି କଲେ, ଶେଷରେ ପ୍ରଭୁ ନ୍ୟାୟ କରିବେ ଆଉ ତାଙ୍କର ଲୋକମାନଙ୍କୁ ସେ ଉଦ୍ଧାର କରିବେ। ତେଣୁ ଆମେ ପ୍ରଭୁଙ୍କୁ ଭୟ କରି ଆମେ ପ୍ରଭୁଙ୍କର ବାକ୍ୟ ଅନୁଯାୟୀ ଜୀବନ କାଟିବା। ଆଉ ସବୁବେଳେ ମନେ ରଖିବା ଯେ ସଦାପ୍ରଭୁଙ୍କର ଆମ ପ୍ରତି ନ୍ୟାୟ ଆସିବ। ଆମେ ତାଙ୍କର ସେ ନ୍ୟାୟ ପ୍ରତି ନ୍ୟାୟରେ ଆମେ ଆଶା ରଖିବା। ଆଜି ଆମେ ଜାଣିଛୁ ଏ ଜଗତରେ ବହୁତ ପ୍ରକାର ଅନ୍ୟାୟ ଅତ୍ୟାଚାର ହଉଛି। ମାନେ ଆମେ ଜାଣିପାରୁଛୁ ଆମମାନଙ୍କ ପ୍ରତି ମଧ୍ୟ ଅନେକ ପ୍ରକାର ଅନ୍ୟାୟ ଅତ୍ୟାଚାର ଆସିଥାଏ। ଆଜି ଆମର ଯେତେ ବିଶ୍ୱାସୀ ମାନେ ମଧ୍ୟ ତାଡ଼ିତ ହଉଛନ୍ତି, ଅନେକ ପ୍ରକାର ସମସ୍ୟାରେ ପଡୁଛନ୍ତି। ଆଜି ଆମେ ପ୍ରଭୁଙ୍କର ମନୋନୀତ ବଂଶ। ଯଦି ଆଜି ଆମମାନଙ୍କ ଜୀବନରେ ଆଜି ବିଶ୍ୱାସୀ ମାନଙ୍କୁ ଅନେକ ପ୍ରକାର ସମସ୍ୟା ଦେଇ ଗତି କରିବାକୁ ପଡୁଛି, ଆମ ବିରୁଦ୍ଧରେ ଅନେକ ଲୋକ ଠିଆ ହଉଛନ୍ତି, ଶତ୍ରୁ ଠିଆ ହଉଛି, ଆମେ କିନ୍ତୁ ସବୁବେଳେ ପ୍ରପରରେ ରହିଥିବା, ପ୍ରଭୁଙ୍କର ବାକ୍ୟ ଅନୁଯାୟୀ ଜୀବନ କାଟିବା। କାହିଁକିନା ଆମ ପାଇଁ ପ୍ରଭୁ ଠିଆ ହେବେ ଆଉ ପ୍ରଭୁ ନ୍ୟାୟ ଦେବେ। ସବୁବେଳେ ମନେ ରଖିବା, କାହିଁକିନା ଈଶ୍ୱର ସବୁ ଦେଖୁଛନ୍ତି। ଆଉ ଶେଷରେ ସଦାପ୍ରଭୁଙ୍କର ରାଜ୍ୟ ଆସିବ, ଆମେ ସମସ୍ତେ ଜାଣିଛୁ। ଆଉ ସେ ନ୍ୟାୟୀ ପରମେଶ୍ୱର, ଆଉ ତାଙ୍କ ନ୍ୟାୟରୁ କେହି ରକ୍ଷା ପାଇପାରିବେ ନାହିଁ। ତେଣୁ ସଦାପ୍ରଭୁ ପରମେଶ୍ୱରଙ୍କୁ ଆମେ ଭୟ କରି ବାକ୍ୟ ଅନୁଯାୟୀ ଜୀବନ କାଟିବା। ଆଉ ଆମେ ତାଙ୍କର ନିଜ ସନ୍ତାନ ଯେମିତି ଆମକୁ ମନୋନୀତ କରିଛନ୍ତି, ସବୁବେଳେ ତାଙ୍କର ସେ ମନୋନୀତ ବଂଶ ହିସାବରେ ଆମେ ଜୀବନ ଯାପନ କରିବା। ଆଉ ଆମେ ଈଶ୍ୱରଙ୍କର ଉପରେ ଭରସା ରଖିବା, ଆଉ ନ୍ୟାୟ ପାଇଁ ଅପେକ୍ଷା କରିବା। ଶେଷରେ ଆମେ ଜିତିବା। କାହିଁକିନା ଯେତେବେଳେ ଲୋକମାନେ ଆମ ସହିତ ଖରାପ ବ୍ୟବହାର କରନ୍ତି, ଆମେ ପ୍ରତିଶୋଧ ନେବା ନେଇ ସବୁ ବିଷୟକୁ ସଦାପ୍ରଭୁଙ୍କ ଉପରେ ଛାଡିଦେବା। କାହିଁକିନା ପ୍ରଭୁ ଶିଖେଇଛନ୍ତି ଆମେ କେବେ ବି ପ୍ରତିଶୋଧ ନେବା ନେଇ। କାହିଁକିନା ପ୍ରଭୁ କହିଛନ୍ତି ଯେ ରୋମିଓ 12 ପର୍ବ 13 ପଦ 19 ପଦରେ ପାଉଲଙ୍କ ଦ୍ଵାରା ପବିତ୍ର ଆତ୍ମା ଜଣେଇଛନ୍ତି, ଲେଖିଛନ୍ତି ପାଉଲ, ହେ ପ୍ରିୟ ମାନେ, ରୋମିଓ 12:19ରେ, ହେ ପ୍ରିୟ ମାନେ, ତୁମେ ନିଜେ ନିଜେ ପ୍ରତିଶୋଧ ନିଅ ନାହିଁ, କିନ୍ତୁ କ୍ରୋଧ ପାଇଁ ସ୍ଥାନ ଛାଡି ଦିଅ। କାରଣ ଲେଖା ଅଛି, ପ୍ରଭୁ କହନ୍ତି ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବା। ପ୍ରଭୁ ସେଥିପାଇଁ ସେ ପ୍ରତିଫଳ ଦେବେ। ଆମ ବିରୁଦ୍ଧରେ ଅନେକ ଅନ୍ୟାୟ ଅତ୍ୟାଚାର ହୁଏ। ବିଶ୍ୱାସୀ ମାନେ ଅନେକ ପ୍ରକାର ଜବ କ୍ଷେତ୍ରରେ ହଉ, ଆଉ ଅନେକ ପ୍ରକାର ଆମର ଆଜି ପ୍ରଭୁଙ୍କର ରାଜକାର୍ଯ୍ୟରେ ମଧ୍ୟ ଅନେକ ପ୍ରକାର ଆମେ ଇନଜଷ୍ଟିସ, ଅନେକ ପ୍ରକାର ତାଡନା ଭିତରେ ଯାଉଛୁ। କିନ୍ତୁ ଆମେ ହତାଶ ନିରାଶ ବାନି, ପ୍ରଭୁଙ୍କର ଦିନ ଆସିବ, ଆମେ ନ୍ୟାୟ ପାଇବା, ଆଉ ପ୍ରଭୁ ଆମକୁ ସାହାଯ୍ୟ କରିବେ। କିନ୍ତୁ ପ୍ରଭୁ ଆମକୁ କହିଛନ୍ତି କ୍ଷମା ଦେବା। ଆଉ ଆମେ ଯେତେବେଳେ ଦ୍ୱିତୀୟ ବିବରଣ 23 ପର୍ବ 7 ପଦ ପଢୁ, ଯେତେବେଳେ ଇସ୍ରାଏଲ ମାନେ ଆସୁଥିଲେ, ଇଦୋମୀୟ ମାନେ ତାଙ୍କୁ ରାସ୍ତା ବି ଛାଡୁ ନଥିଲେ, କିନ୍ତୁ ତଥାପି ବି ସଦାପ୍ରଭୁ କଣ କହିଛନ୍ତି, ସେ ମୂଷାଙ୍କ ଦ୍ୱାରା ସେ କହୁଛନ୍ତି, ଦ୍ୱିତୀୟ ବିବରଣ 23 ପର୍ବ ତାର 7 ପଦରେ ସେ କହୁଛନ୍ତି ଯେ ତୁମେ ଇଦୋମୀୟ ମାନଙ୍କୁ ଘୃଣା କରିବ ନାହିଁ, କାରଣ ସେ ତୁମର ଭାଇ। ପ୍ରଭୁ ଇସ୍ରାଏଲ ମାନଙ୍କୁ କହୁଛନ୍ତି ଯେ ତମକୁ ସିନା ସେ ରାସ୍ତା ଛାଡିଲାନି, ତମକୁ ସେ ହିଂସା କଲା, ତମେ କିନ୍ତୁ ସେମାନଙ୍କୁ ଘୃଣା କରିବ ନାହିଁ, କାରଣ ସେ ତୁମର ଭାଇ। ଯଦିଓ ଇଦୋମୀୟ ମାନେ ଶତ୍ରୁ ଥିଲେ, ଈଶ୍ୱର ସେମାନଙ୍କୁ ଘୃଣା ନ କରିବାକୁ କହୁଛନ୍ତି, କାରଣ ସେମାନେ ରକ୍ତ ସମ୍ପର୍କୀୟ ଭାଇ। ତେଣୁ ଆମେ ମଧ୍ୟ ସବୁବେଳେ ଅନ୍ୟକୁ କ୍ଷମା ଦେବା, ପ୍ରତିଶୋଧ ନେବାନି। ଆଉ
ପ୍ରଭୁ ଯେମିତି କହିଛନ୍ତି ସେ ବାକ୍ୟ ଅନୁଯାୟୀ ଜୀବନ କାଟିବା ଆଉ ସବୁବେଳେ ଆଉ ପ୍ରଭୁଙ୍କୁ ଭୟ କରିବା। ଶେଷରେ ଦିନେ ଯେ ନ୍ୟାୟ ଆସିବ ସବୁବେଳେ ମନେ ରଖିବା। ଆଉ ସେଦିନ ଆମେ ଯେତେବେଳେ ଆମେ ଜାଣିଛୁ ଯୋସେଫଙ୍କୁ ତାଙ୍କ ଭାଇମାନେ କେମିତି ବିକ୍ରୟ କରିଦେଲେ, କିନ୍ତୁ ଯୋସେଫଙ୍କ ବିରୁଦ୍ଧରେ କେତେ ତାଙ୍କର ଏଗେନଷ୍ଟରେ ସେମାନେ କେମିତି ବିକ୍ରି କରିଦେଲେ, କେମିତି ଗାତରେ ପକେଇ ଦେଇଥିଲେ, ସବୁ ବିଷୟ ଆମେ ଜାଣି ସାରିଛୁ। କିନ୍ତୁ ଯୋସେଫ ତାଙ୍କୁ କ୍ଷମା ଦେଲେ। ସେ କହିଲେ ତୁମାନେ ମୋ ବିରୁଦ୍ଧରେ ମନ୍ଦ ଚିନ୍ତା କଲ, କିନ୍ତୁ ଈଶ୍ୱର ତାହାକୁ ମଙ୍ଗଳର କଳ୍ପନା କଲେ। ଶେଷରେ ଈଶ୍ୱର ଯୋସେଫକୁ ଉଠେଇଥିଲେ ଆଉ ଉଚ୍ଚ ପଦସ୍ଥ ପୋଷ୍ଟରେ ରଖିଥିଲେ, ଆମେ ସମସ୍ତେ ଜାଣିଛୁ। ତ ଆମେ ସବୁବେଳେ ମନେ ରଖିବା ଯେ ଅହଙ୍କାରୀ ମାନେ ତଳେ ପଡିଯିବେ ଆଉ ପ୍ରଭୁଙ୍କର ଲୋକମାନେ ରକ୍ଷା ପାଇବେ। ଯେତେବେଳେ 15 ପର୍ବରୁ 21 ପଦ ଆମେ ପଢୁଛୁ, ଆମେ ଦେଖୁଛୁ କେତେ ପ୍ରକାର ଦଣ୍ଡ ଦେବେ ଆଉ ପ୍ରଭୁଙ୍କର ଲୋକମାନଙ୍କୁ ସେ ଯତ୍ନରେ ଉପରକୁ ଉଠେଇକି ରଖିବେ। ତ ଆମେ ସବୁବେଳେ ମନେ ରଖିବା। ଆଉ ଇଦୋମୀୟ ମାନଙ୍କର ପତନ ବି କେମିତି ହେଇଥିଲା ଆମେ ଗୋଟେ ଲାଇନ ପଢିକି ସାରିବା। ସେଇ ଜିହିଜିକଲ 25 ପର୍ବ ତାର 12 ପଦ 13 ପଦ ପଢୁଛି। ପ୍ରଭୁ ସଦାପ୍ରଭୁ ଏ କଥା କହନ୍ତି, ଇଦମ ପ୍ରତିଶୋଧ ନେବା ଦ୍ୱାରା ଜିହୁଦା ବଂଶ ବିରୁଦ୍ଧରେ ଦୁର୍ବ୍ୟବହାର କରିଅଛି ଓ ସେମାନଙ୍କ ଉପରେ ପ୍ରତିହିଂସା ସାଧି ଅତ୍ୟନ୍ତ ଅପରାଧ କରିଅଛି। ଏଥିପାଇଁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଇଦୋମ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା ଓ ତହିଁ ମଧ୍ୟରୁ ମନୁଷ୍ୟ ଓ ପଶୁକୁ ଉଚ୍ଛିନ୍ନ କରିବା, ଆଉ ଆମ୍ଭେ ତୈମନ ଠାରୁ ତାହା ଧ୍ୱଂସ ସ୍ଥାନ କରିବା ଓ ଦୋଦାନ ପର୍ଯ୍ୟନ୍ତ ହିଁ ଲୋକମାନେ ଖଡ୍ଗରେ ପତିତ ହେବେ। ଆଉ ଲେଖା ହେଇଛି 14 ପଦରେ ବି ଗୋଟେ ଲାଇନ ଲେଖା ହେଇଛି, ଆମ୍ଭର ଦତ୍ତ ପରିଶୋଧ ଜ୍ଞାତ ହେବେ, ଏହା ପ୍ରଭୁ ସଦାପ୍ରଭୁ କହନ୍ତି। ଆମେ ଦେଖୁଛୁ ପ୍ରଭୁ କେତେ ସେମାନଙ୍କର, ପ୍ରଭୁ ଆମକୁ କହିଲେ କ୍ଷମା କରିଦିଅ, କିନ୍ତୁ ପ୍ରଭୁ ପ୍ରତିଶୋଧ ନେଲେ। ସେମିତି ଆମେ ଯାହା କହିଛନ୍ତି ପ୍ରଭୁ, ଆମେ ଗର୍ବ କରିବାନି, ଭାଇ ପାଇଁ ଠିଆ ହେବା ଆଉ ଯେମିତି ପରୋପକାର କରିବା, ଈଶ୍ୱରଙ୍କର ବାକ୍ୟ ଅନୁଯାୟୀ ଜୀବନ କାଟିବା। ଆମ ପାଇଁ ପ୍ରଭୁ ଲଢିବେ, ଆମକୁ ସେ ନ୍ୟାୟ ଦେବେ। ଆଉ ଶେଷରେ ଆମେ ପ୍ରଭୁଙ୍କର ସେଇ ପ୍ରଭୁଙ୍କର ସେ ବିଜୟକୁ ଆମେ ଦେଖୁଛୁ। ପ୍ରଭୁ ଆମଙ୍କ ସହିତ ଅଛନ୍ତି, ତାଙ୍କର ସେ ନ୍ୟାୟ ଆସିବ। ସେଥିପାଇଁ ଆମେ କେତେବେଳେ ବି ହତାଶ ନିରାଶ ହେବାନି। ଆଉ ଯେମିତି ସେଇ ତାର ଜିରିମିୟ ତାର 49ରେ ଲେଖା ହେଇଛି, ଗୋଟେ ପଦ ପଢିବି। ଜିରିମିୟ 49ର ତାର 18ରେ ସଦାପ୍ରଭୁ କହନ୍ତି, ଇଦୋମ ହୋମରାର ନିକଟବର୍ତ୍ତୀ ନଗର ସମୂହର ନ୍ୟାୟ ତାହାର ଉତ୍ପାଟନ ହେବ। କୌଣସି ମନୁଷ୍ୟ ସେଠାରେ ବାସ କରିବନି, କିମ୍ବା କୌଣସି ମନୁଷ୍ୟ ସନ୍ତାନ ତହିଁ ମଧ୍ୟରେ ପ୍ରବାସ କରିବେନି। ପ୍ରଭୁ ସେମାନଙ୍କୁ ଅଭିଶାପ ଦେଲେ କି କୌଣସି ପ୍ରକାର ଏଠି କେହି ବାସ କରିବେ ନାହିଁ, ଆଉ ସୋଦମ ଗମୋରା ଭଳିଆ କରିଦେବି। ଆଉ ପ୍ରକୃତରେ ଆଜି ଆଉ ଇଦୋମ ଜାତି ହେଇକି ଆଉ ରହିପାରିନି। ଆଉ ଆମେ ସମସ୍ତେ ଯେତେବେଳେ ଷ୍ଟଡି କରିବା, ଆମେ ଜାଣିପାରିବା ଏବେ ସେ ଯୋଉ ପୁରୁଣା କ୍ୟାପିଟାଲ ତାଙ୍କର ଇଦୋମ ମାନଙ୍କର ଥିଲା ସେଲା, ସେଇଟା ଆଜି ପେଟ୍ରା ସହର ଯୋଉଟା କି ସାଉଥ ଜର୍ଡାନରେ ଅଛି। ଏବେ କିଛି ନାହିଁ, ଖାଲି ଗୋଟେ ୱାର୍ଲଡ ଟୁରିଜମ ସେଣ୍ଟର ହିସାବରେ ରହିଯାଇଛି। ଆଉ ସେ ସହର ନାହିଁ, ସେ ଜାତି ନାହିଁ, ଆଉ ସେ ବିରାଟ ଅଟ୍ଟାଳିକା ନାହିଁ। ସେଇ ଅଟ୍ଟାଳିକା ଗୁଡା ଧ୍ୱଂସ ଅବସ୍ଥାରେ ପଡି ରହିଛି, ଯୋଉଟା କି ୟୁନେସ୍କୋ ଡିକ୍ଲେୟାର କରିଛି ୱାର୍ଲଡ ହେରିଟେଜ ସାଇଟ ବୋଲି, ଯୋଉଟା କି ସାଉଥ ୱେଷ୍ଟର୍ଣ୍ଣ ଜର୍ଡାନରେ ଅଛି ଆଉ ଟୁରିଜମ ସାଇଟ ହେଇକି ରହିଯାଇଛି ଖାଲି। ତ ଆମେ ମନେ ପକେଇବା ପ୍ରଭୁ କେତେ ଭୟଙ୍କର, ପ୍ରଭୁ କେମିତି ଦଣ୍ଡ ଦିଅନ୍ତି। ପ୍ରଭୁଙ୍କୁ ଭୟ କରିବା, ଆଉ ପ୍ରଭୁ ଯାହା କହିଛନ୍ତି ବାକ୍ୟ ଅନୁଯାୟୀ ଜୀବନ କାଟିବା, ଆଉ ପ୍ରଭୁଙ୍କୁ ଗୌରବ ଦେବା। ଏ ବାକ୍ୟ ସେଦିନ ଇଦୋମଙ୍କ ଦ୍ଵାରା ଆସିଥିଲା, ଓବେଦ୍ୟଙ୍କ ଦ୍ଵାରା ଆସିଥିଲା ଇଦୋମ ଜାତି ବିରୁଦ୍ଧରେ, କିନ୍ତୁ ଏ ବାକ୍ୟ ଆଜି ଆମମାନଙ୍କୁ ସତର୍କ କରୁଛି ଆମେ ପ୍ରସ୍ତୁତ ହେବା, ବାକ୍ୟ ଅନୁଯାୟୀ ଜୀବନ କାଟିବା। ତାଙ୍କ ରାଜ୍ୟ, ତାଙ୍କର ସ୍ୱର୍ଗ ରାଜ୍ୟ ସନ୍ନିକଟ, ଆଉ ବିଚାର ହବ। ଯିଏ ଯାହା କରିଛି 15 ପଦ ଅନୁଯାୟୀ ସେ ତାର ବିଚାର କରିବେ। ପ୍ରଭୁ ଆମମାନଙ୍କୁ ବାଛି ସାରିଛନ୍ତି, ଆମେ ତାଙ୍କର ସନ୍ତାନର ଅଧିକାର, ନୂତନ ଇସ୍ରାଏଲ ଜାତି କରିଛନ୍ତି। ତ ଆମମାନଙ୍କ ପାଇଁ ସେ ଠିଆ ହେବେ। ଆମେ ବ୍ୟସ୍ତ ବିବ୍ରତ ହେବାନି। ଆମ ଏଗେନଷ୍ଟରେ ଯୋଉମାନେ ବି ଆସିବେ, ପ୍ରଭୁ ସେମାନଙ୍କ ପାଇଁ ସେ ପ୍ରତିଶୋଧ ନେବେ ଆଉ ସେ ପ୍ରତିଫଳ ଦେବେ। ତ ପ୍ରଭୁ ଆମକୁ ସାହାଯ୍ୟ କରନ୍ତୁ ଆଜିର ଏ ବାକ୍ୟ ଦ୍ଵାରା। ଆଉ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରି ବାକ୍ୟ ଅନୁଯାୟୀ ଜୀବନ କାଟିବା ପାଇଁ ସାହାଯ୍ୟ କରନ୍ତୁ। ଥ୍ୟାଙ୍କ ୟୁ।